କିନ୍ତୁ ଥାନାକୁ ଯିବାଟା ତ ପ୍ରଥମେ ଦରକାର ଥିଲା। ଅପରାଧଟା ଘଟେଇ ସାରିକି ଥାନାକୁ ଯିବାର ଆବଶ୍ୟକତା କ'ଣ ଥିଲା? ମୋ ପଏଣ୍ଟଟା ହେଉଛି ଏତିକି। ପ୍ରକୃତି ମିଶ୍ର ଏବଂ ବାବୁସାନଙ୍କୁ ତୃପ୍ତି ଯେ ବାବୁସାନଙ୍କ ପତ୍ନୀ ମାଡ଼ ମାରିବା ଅଭିଯୋଗରେ ପ୍ରକୃତି ମିଶ୍ରଙ୍କ ବାପା ତଥା ଜଣେ ଓଡ଼ିଶାର ସୁନାମଧନ୍ୟ କଳାକାର ଜଣେ ରହିଲେ ଯେ ମନ୍ମଥ ମିଶ୍ର ସେ ଅଭିଯୋଗ କରିଥିଲେ ଏବଂ ଆମେ ତାଙ୍କ ସହିତ କଥା ହେବା ସେ ଘଟଣାଟି କ'ଣ କାହିଁକି ଏଭଳି ଘଟଣା ହେଲା। ସାର୍ ଆପଣଙ୍କୁ ଓଡ଼ିଶା ଭାସ୍କରକୁ ସ୍ୱାଗତ। ଆପଣଙ୍କର ଏଇ ଯେଉଁ ଘଟଣା ପରେ ମାନସିକ ସ୍ଥିତି ଆମେ ବୁଝୁଛୁ ଏବଂ ଏ ବିଷୟରେ ଆମେ ଆପଣଙ୍କଠୁ ଅନୁମତି ନେଇ ଆଲୋଚନା କରିଛୁ। ତେଣୁ ଏଇ ଯେଉଁ ଘଟଣାଟି ଘଟିଲା ଆପଣ ଥାନାରେ ଅଭିଯୋଗ କଲେ, ଆପଣଙ୍କର ଅଭିଯୋଗ ଥିଲା ଯେ ସେ ଆକ୍ରମଣ କରିଛନ୍ତି ଆପଣଙ୍କ ଝିଅଙ୍କ ଉପରେ। ତେଣୁ ଏଇ ଘଟଣାଟି ଆଗରୁ ପୂର୍ବରୁ ଜାଣିଥିଲେ କି ଆପଣ? ଶୁଣନ୍ତୁ, ଏ ବିଷୟରେ ଥରେ ଆସିଥିଲେ ସେମାନେ ଏ ବିଷୟରେ କହିବା ପାଇଁ। ଯେଉଁ ଯେଉଁଟାର ମୁଁ ଅନୁଶୀଳନ କରିଥିଲି ଯେ ଗୋଟେ ଏଇଟା ଗୋଟେ ସନ୍ଦେହର ବାତାବରଣ ଭିତରେ ରହିଛି ଜିନିଷଟା। ଏବଂ ମୁଁ ଯେହେତୁ ଟିକି ଅପା ଆମର ଇଣ୍ଡଷ୍ଟ୍ରିର ସମ୍ମାନନୀୟ ଆମ ପରିବାରର ବୟୋଜ୍ୟେଷ୍ଠା ଅଭିନେତ୍ରୀ, ତାଙ୍କୁ ମୁଁ ବହୁତ ରେସ୍ପେକ୍ଟ କରେ। ଆଉ ଫିଲ୍ମ ଇଣ୍ଡଷ୍ଟ୍ରି କଥା ଯଦି ଆସେ, ପରିବାର କଥା ଆସେ, ପରିବାରର ଜଣେ ବରିଷ୍ଠ ସଦସ୍ୟ ଭାବରେ ମୁଁ ତାଙ୍କୁ ସମ୍ମାନ ଦିଏ। ଆସିଥିଲେ ମୋତେ ଥରେ ଏ କଥା କହିବା ପାଇଁ ଯେ ଏମିତି ଏମିତି ହେଉଛି ବୋଲି। ତ ମୁଁ ସେତେବେଳେ ମୋ ପାଖକୁ କୌଣସି ଖବର ନଥିଲା। ମୁଁ ତାଙ୍କ ପାଖରୁ ହିଁ ପ୍ରଥମ ଇନଫର୍ମେସନ୍ ପାଇଥିଲି। ପାଇଲା ପରେ ମୁଁ ନିଜକୁ ଏଇଟା ହେବା ଉଚିତ ନୁହେଁ ବୋଲି ମୁଁ ତାଙ୍କୁ କହିଥିଲି ଯେ ଏମିତି ଏମିତି ତ ହେବା କଥା ନୁହେଁ। ଆଉ ପ୍ରକୃତି ତ ରହୁଛି ବର୍ତ୍ତମାନ ବମ୍ବେରେ ରହୁଛି, କାରଣ ସି ଇଜ୍ ଏଷ୍ଟାବ୍ଲିଶ୍ଡ ଆଟ୍ ବମ୍ବେ। ଆଉ ସିଏ ଏଠିକି ଆସିକିରି ଏମିତି ନା ହଁ ଏମିତି ହେଇଛି। ମୁଁ କହିଲି ତାପରେ ମୁଁ କହିଲି ଠିକ୍ ଅଛି, ଯଦି ଏମିତି ସତ୍ୟତା କିଛି ଥାଏ ତାହେଲେ ଆପଣ ଆସିଓର୍ଡ ରୁହନ୍ତୁ ଏମିତି ଘଟଣା କିଛି ଘଟିବନି। ଆଇ ହ୍ୟାଭ୍ କନଫିଡେନ୍ସ ଇନ୍ ମାଇ ଡଟର୍। ତ ବାସ୍ ସେତିକି କଥା ହେଇଥିଲା। ମୁଁ କହିଲି ଦେଖନ୍ତୁ, ଆପଣଙ୍କ ପରିବାର କଥା, ଆଉ ଆପଣଙ୍କ ପରିବାର ଆଉ ତୃପ୍ତିର ପରିବାର, ବାବୁ ଏବଂ ତୃପ୍ତିର ପରିବାର, ଏଇଟା ଆପୋଷ ସମାଧାନ କରିଦେଲେ ୟାର କ'ଣ ଭୂମିକା ଅଛି। ପରବର୍ତ୍ତୀ ପର୍ଯ୍ୟାୟରେ ମୁଁ ଯେତେବେଳେ ଏମାନଙ୍କୁ ପଚାରିଲି, ଝିଅକୁ ପଚାରିଲି ଏବଂ ବାବୁକୁ ମଧ୍ୟ ପଚାରିଲି, ଦେ କନଫେସ୍ଡ ଯେ ଆମେ ସାଙ୍ଗ। ସେମାନେ ଆକ୍ଚୁଆଲି ଚାଇଲ୍ଡହୁଡ୍ ଫ୍ରେଣ୍ଡସ୍। ପରବର୍ତ୍ତୀ ପର୍ଯ୍ୟାୟରେ ଗୋଟେ ପ୍ରଫେସନରେ କାମ କରିବାକୁ ଆସିଲେ ଏବଂ ଲୋକପ୍ରିୟତା ମଧ୍ୟ ଅର୍ଜନ କଲେ। ତ ଇନ୍ ଦ୍ୟାଟ୍ କେସ୍ ସେମାନଙ୍କର ଇଣ୍ଟିମେସି ଆଉ ଟିକେ ଅଧିକା ବଢ଼ିଛି। କିନ୍ତୁ ନଟ୍ ଦ୍ୟାଟ୍ ସେମାନେ ଯେଉଁ ଆଲିଗେସନ୍ କଲେ ଯେ ଫ୍ୟାମିଲି ଡିଷ୍ଟର୍ବ କରୁଛି ବୋଲି, ସେଇଟା ତା ଭିତରେ ମୁଁ ପାଇଲି ନାହିଁ। ଆଉ ସେମାନେ ମୋତେ ଆସିଓର୍ଡ କଲେ, ତାଙ୍କ କଥାବାର୍ତ୍ତାରେ ମୁଁ ଜାଣିଲି ଯେ ଏଇଟା ଇଟ୍ ଇଜ୍ ଓନ୍ଲି ୱିଦିନ୍ ଫ୍ରେଣ୍ଡସିପ୍। ଟିକେ ଇଣ୍ଟିମେସି ହେଇଛି, ହୁଏତ ପିଲାଦିନର ବନ୍ଧୁତ୍ୱ ଆଉ ଟିକେ ବଢ଼ିଯାଇଛି। ଗୋଟେ ଫିଲ୍ଡରେ ଯେହେତୁ କାମ କରୁଛନ୍ତି, ମ୍ୟାଚୁଅର୍ଡ ହେଇଗଲାଣି, ହସ ଖୁସି ଗମାତ ଯେମିତି ହୁଏ ସେମିତି ହେଇଛି। ସେଟାକୁ ହୁଏତ ତୃପ୍ତି ତାକୁ ଭ୍ରମାତ୍ମକ ମାନସିକତାରେ ଅଦରୱାଇଜ୍ ଗ୍ରହଣ କରିନେଇଛି, ଏ କଥା ଭାବିଲି। ତାପରେ ତାଙ୍କୁ ମଧ୍ୟ ମୁଁ କହିଥିଲି ଏଇଟା ବାବୁ ଏବଂ ତୃପ୍ତି ଦୁଇ ପରିବାର ଭିତରେ ଏଇଟା ସମାଧାନ ହେଇଯିବା ଉଚିତ। ଆପଣ ଆସିଓର୍ଡ ରୁହନ୍ତୁ, ପ୍ରକୃତି ଏହା ଭିତରେ ରହିବ ନାହିଁ। ପ୍ରକୃତିର ଗୋଟେ ଫ୍ରେଣ୍ଡସିପ୍ରେ ସେ ଚାଲିଛି। ଆଉ ଏଇଟା ମୁଁ ବି ଗାଇଡ଼ କରିଥିଲି, ପ୍ରକୃତିକୁ ପଚାରିଥିଲି। ସେମାନେ କେବଳ ମୋତେ ଦୁଇ ଜଣ ଯାକ କହିଥିଲେ ଯେ ଆମର ଯେଉଁ ଫ୍ରେଣ୍ଡସିପ୍ ଥିଲା ପିଲାଦିନେ, ଏଇଟା ବି ସେଇ ଫ୍ରେଣ୍ଡସିପ୍ କଣ୍ଟିନ୍ୟୁ କରୁଛି। ଏଥିରେ କୌଣସି ଆଉ କିଛି ଅଦରୱାଇଜ୍ ବିୟଣ୍ଡ ଫ୍ରେଣ୍ଡସିପ୍ ଆଉ କିଛି ନାହିଁ। ତାଙ୍କୁ ମୁଁ କହିଥିଲି ଯେ ଆପୋଷ ସମାଧାନ କରନ୍ତୁ। ଯଦି ଆପଣଙ୍କୁ ଆହୁରି ଅସହ୍ୟ ହେଉଛି, ଯଦି ଆପଣ ଆହୁରି ଗ୍ୟାରେଣ୍ଟେଡ଼୍ ଯେ ନାଇଁ ସେମାନେ କିଛି ଡିଷ୍ଟର୍ବାନ୍ସ ହେଉଛି ବୋଲି, ତାହେଲେ ଆପଣ ଆଇନର ଆଶ୍ରୟ ନିଅନ୍ତୁ। ଏଇ କଥା ମୁଁ କହିଥିଲି ତାଙ୍କୁ। ଆଜି ତାଙ୍କର ବି ମନେ ଥିବ, ଲଳିତ ଶତପଥୀ ମଧ୍ୟ ନିଜେ ଆସିଥିଲେ, ବାବୁଙ୍କ ଶ୍ୱଶୁର ମଧ୍ୟ ଆସିଥିଲେ, ତାଙ୍କର ତୃପ୍ତିର ମାଉସୀ ବୋଧେ ଆସିଥିଲେ, ତୃପ୍ତି ଆସିଥିଲେ, ଟିକି ଅପା ଆସିଥିଲେ। ଏମାନଙ୍କୁ ମୁଁ କହିଥିଲି ଆପଣ ଯଦି ଆପୋଷ ସମାଧାନ ହେଇପାରୁନି ତ ଆପଣ ଲିଗାଲି ଯାଆନ୍ତୁ। କାରଣ ମୁଁ ସେ ଚରିତ୍ରର ବ୍ୟକ୍ତି ନୁହେଁ ଯେ ମୋ ପରିବାରର କୌଣସି ବ୍ୟକ୍ତି ଆଉ ଗୋଟେ ପରିବାରକୁ ଯିଏ ଭାଙ୍ଗିଦେବ, ସେ ସଂସ୍କାରରେ ମୁଁ ଗଢ଼ା ନୁହେଁ। ସରିଲା। ଏବଂ ଯାହା ଯେମିତି ଗାଇଡେନ୍ସ ପ୍ରକୃତି ସାଙ୍ଗେ କଥା ହେଲି, ବାବୁ ସାଙ୍ଗେ ବି କଥା ହେଲି, ଆସିଓର୍ଡ ହେଲି ଯେ ନାଇଁ ମାନେ ଏକ୍ସେପ୍ଟ ଫ୍ରେଣ୍ଡସିପ୍ ଆଉ ବିୟଣ୍ଡ ଫ୍ରେଣ୍ଡସିପ୍ କିଛି ତାଙ୍କର, ସେ କଥା ସେଇଠି ସରିଯାଇଥିଲା। ତା ପରଠୁ ଆଜି ପର୍ଯ୍ୟନ୍ତ ମୁଁ କୌଣସି ଚର୍ଚ୍ଚା ହିଁ ଆସିନି, ନା ସେମାନେ ମୋତେ ଯୋଗାଯୋଗ କରିଛନ୍ତି, ନା ଆଉ ଏ ପ୍ରସଙ୍ଗ ବି ମୋ ପାଖକୁ ଆସିନାହିଁ କେବେ। ସୋ ଭୁଲି ବି ମୁଁ ଯାଇଛି, ସେ କଥା ବି ଭୁଲିଗଲି। ଆପଣ ଏହାକୁ କହୁଛନ୍ତି ଗୋଟେ ମିସ୍ଅଣ୍ଡରଷ୍ଟାଣ୍ଡିଂ, କିନ୍ତୁ ଦୁଇ ଜଣ ଭିତରେ ବନ୍ଧୁତ୍ୱ ଥିଲା। କିନ୍ତୁ ତୃପ୍ତି ଯେ ବାବୁସାନଙ୍କ ପତ୍ନୀ, ସିଏ ଅନେକ ପ୍ରମାଣ ସହିତ କହୁଛନ୍ତି, ଅନେକ ଗଣମାଧ୍ୟମ କହିଛନ୍ତି ଯେ ତାଙ୍କ ଯେଉଁ ରହିଲେ ପ୍ରକୃତି ମିଶ୍ର ଘରକୁ ଭାଙ୍ଗିବା ପାଇଁ ବାବୁସାନଙ୍କୁ ବ୍ୟବହାର କରୁଛନ୍ତି, ତାଙ୍କୁ ନିଶା ଦେଉଛନ୍ତି, ଏମିତି ଅନେକ ଅଭିଯୋଗ ଆଣିଛନ୍ତି। ଆପଣ କେବେ ପ୍ରକୃତି ମିଶ୍ର ସହିତ ଏ ବିଷୟରେ କଥା ହେଇନାହାନ୍ତି? ନା, ଆବଶ୍ୟକତା ନଥିଲା। ପ୍ରଥମ କଥା ହେଉଛି ଯେ ସେ ତାଙ୍କର ଯେଉଁ ଅଭିଯୋଗ ଅଛି ଯେ ପ୍ରକୃତି ତାଙ୍କ ଘର ଭାଙ୍ଗୁଛି, ମୁଁ ଯଦି ଅଭିଯୋଗ ମୁଁ କରୁନାହିଁ,
नन ऑफिशियली जदि कहबी जे प्रकृति मो झील को सेमाने छड़े नौचंती बोली बाबू छड़े नौची बोली जदि मु प्रश्न करे तार उत्तर किए दब कौन दब ଆପଣ କହୁଛନ୍ତି ଯେ ଆପଣଙ୍କ ଝିଅକୁ ବାବୁସାନ ଛଡ଼େଇ ନେଉଛନ୍ତି। ଛଡ଼େ ନେଉଥିବ ଯଦି ଛଡ଼େ ନେଉଥିବ ଯଦି ଛଡ଼େଇ ନେଉଛି ଯଦି ତାଙ୍କ ଘରକୁ ମୋ ଝିଅ ଭାଙ୍ଗୁଛି ବୋଲି ସେମାନେ କହୁଛନ୍ତି ତାହେଲେ ମୁଁ କହିବି ଯେ ମୋ ଝିଅକୁ ମୋଠୁ ଛଡ଼େଇ ନେଉଛନ୍ତି ସିଏ ତାହେଲେ ୟାର ସମାଧାନ କେଉଁଠି ଅଛି ଏ ପ୍ରଶ୍ନର ଉତ୍ତର କିଏ ଦେବ ମୋତେ ହେଇପାରେ ସେମାନେ ବି କରିପାରନ୍ତି ଗୋଟେ ଷଡ଼ଯନ୍ତ୍ର ବି ଥାଇପାରେ ମୋ କହିବା କଥା ଯଦି ତୁମ ପାଖରେ ଏତେ ପ୍ରମାଣ ଥିଲା ତୁମେ ଲିଗାଲି ଗଲନି ତୁମେ ଆଇନ ଆମ ସମ୍ବିଧାନ କହୁଛି ଆଇନକୁ କେହି ହାତକୁ ନେବା ଉଚିତ ନୁହେଁ ଆମ ସମ୍ବିଧାନ କହୁଛି ତୁମେ ଆଇନଟାକୁ ହାତକୁ ନେଇଗଲ ଆଜି ଗୋଟେ ଝିଅଟାକୁ ତାର ଫିଜିକାଲ ଆସଲ୍ଟ କଲ ମେଣ୍ଟାଲ ଆସଲ୍ଟ କଲ ତା ଚୁଟି ଝିଙ୍କାଝିଙ୍କି କଲ ରାଜରାସ୍ତା ଉପରେ ତୁମେ ଆଇନଟାକୁ ହାତକୁ ନେଇଗଲ ଅପରାଧ କରେଲ ୟୁ କମିଟେଡ୍ ଏ କ୍ରାଇମ୍ ଆଉ ତମେ ଏଇ କଥାଟା ତମେ ଯାଇକିରି ଥାନାରେ କହିଥାନ୍ତ ତୁମ ପାଖରେ ବହୁତ ପ୍ରୁଫ୍ ଥିଲା ଲିଗାଲି ଲଢ଼ିଥାନ୍ତେ ଯାହା ଯିଏ ଦୋଷୀ ହେଇଥାନ୍ତା ସିଏ ଦଣ୍ଡ ପାଇଥାନ୍ତା କାର୍ଯ୍ୟାନୁଷ୍ଠାନ ଆପଣ ଏଇ ଘଟଣା ନେଇକି ଥାନାରେ ଅଭିଯୋଗ କରିଛନ୍ତି ଆଉ କାହା କାହା ନାଁରେ ଅଭିଯୋଗ କରିଛନ୍ତି? ମୁଁ କରିଛି ଲଳିତ ଶତପଥୀଙ୍କ ନାଁରେ କରିଛି ବିକଜ ତାଙ୍କ ପ୍ରରୋଚନାରେ ତାଙ୍କ ପ୍ରାୟୋଜନରେ ସିଏ ଏବଂ ତାଙ୍କ ଝିଅ ଏବଂ 8 ଜଣ ଖଣ୍ଡେ ଗୁଣ୍ଡା ଯାଇକରି ରାଜରାସ୍ତାରେ ମୋ ଝିଅକୁ ଆସଲ୍ଟ କରିଛନ୍ତି ତେଣୁ ତାଙ୍କରି ନାଁରେ ହିଁ ମୁଁ ଏଫଆଇଆର୍ କରିଛି ଯେ ଆଇନକୁ ସେମାନେ ହାତକୁ ନେଇଛନ୍ତି ଏଇ କଥା ମୁଁ ମେନସନ୍ କରିଛି ସେମାନେ ବେଟର୍ ହେଇଥାନ୍ତା ଯଦି ଆଇନ ବାଟରେ ଯାଇଥାନ୍ତେ ତାଙ୍କ ପାଖରେ ପ୍ରୁଫ୍ ଥିଲା ଯଦି ସେମାନେ ପ୍ରୁଫ୍ ଆସି ଦେଖେଇକିରି ଆଇନର ସହାୟତା ନେଇଥାନ୍ତେ ଆଇନ ଆଖିରେ ସମସ୍ତେ ସମାନ ପ୍ରକୃତି ଯଦି ଦୋଷୀ ଦଣ୍ଡ ପାଇବାକୁ ଯୋଗ୍ୟ ହୋଇଥାନ୍ତା କିଛି ମୋର କହିବାର ନଥାନ୍ତା ଆମେମାନେ ଯଦି ଦୋଷୀ ଆମେମାନେ ବି ଦଣ୍ଡ ପାଇବାକୁ ପ୍ରସ୍ତୁତ ଅଛୁ ଯଦି ପ୍ରମାଣ ଥିଲା ନାଇଁ ଏମିତି କରିବାର ଆବଶ୍ୟକତା କ'ଣ ଅଛି ଅପରାଧୀ ତୁମେ ପ୍ରଥମେ ଅପରାଧ ଘଟେଇଲ କାହିଁକି ତୁମେ ସମ୍ବିଧାନ ତ ମନା କରିଛି ତୁମେ ଆଇନ ବାଟରେ ଯାଅ ମୋର କମ୍ପ୍ଲେନ୍ଟା ହେଉଛି ସେଇଠି ଯେ ତୁମେ ଆଇନକୁ ଯାଇଥାନ୍ତ ଯଦି ଏପଟେ ସମାଧାନ ହେଇନପାରୁଛି ତୁମେ ଆଇନ ବାଟେ ଯାଇକି ସମାଧାନ କର ନିଜ ହାତକୁ ଆଇନ ନେବାଟା ଠିକ୍ ହେଲାନି ସଭ୍ୟ ସମାଜରେ ଏମିତି ଘଟେ ନାହିଁ ମୋର ବହୁତ ରେସ୍ପେକ୍ଟ ଥିଲା ଲଳିତ ବାବୁଙ୍କ ପ୍ରତି ଯେତେବେଳେ କଥା ହେଇଥିଲୁ ଆମେ ଆସିକିରି କାରଣ ଆମେ ଗୋଟେ ଅଲଗା ଷ୍ଟ୍ରକ୍ଚରର ଲୋକ ମୋର ପର୍ସନାଲ ବ୍ୟକ୍ତିତ୍ୱ ହେଉଛି ମୁଁ ଗୋଟେ ଡିଭୋସନାଲ ମାଇଣ୍ଡର ଲୋକ ମୁଁ ସବୁବେଳେ ଶାନ୍ତିର ବାର୍ତ୍ତା ହିଁ ସମାଜକୁ ଦେଇ ଆସିଛି ଗୀତ ମାଧ୍ୟମରେ ଚଳଚ୍ଚିତ୍ର ମାଧ୍ୟମରେ ସବୁ ମାଧ୍ୟମରେ ମୁଁ ଶାନ୍ତିର ବାର୍ତ୍ତା ହିଁ ଦେଇ ଆସିଛି କିନ୍ତୁ ଏମିତି ଗୋଟେ ଅଘଟଣ ସଭ୍ୟ ସମାଜ ପାଇଁ ଏ ଉଦାହରଣ ଭଲ ହେଲାନି ବାଡ଼େଇ ଦେଲେ କ'ଣ ଲାଭଟା ହେଲା ଆଜି ଟିକେ ହ୍ୟୁମିଲେସନ୍ ମିଳିଲା ଆଇନର ସାହାରା ନେବା ପୂର୍ବରୁ ଆପଣ କିଭଳି ଏଇ ଘଟଣାଟିକୁ ଆପଣଙ୍କ ପାଖକୁ ବି ପହଞ୍ଚିଥିଲା ତୃପ୍ତି କହୁଛନ୍ତି ଆପଣଙ୍କ ପାଖକୁ ପହଞ୍ଚିଥିଲେ ଏ ବିଷୟରେ ସମାଧାନ ପାଇଁ ଉଭୟ ପକ୍ଷ କେବେ ବସିଛନ୍ତି ସମାଧାନ କିପରି ହେବ କ'ଣ ହେବ କାରଣ ସେଟା ତାଙ୍କ ମ୍ୟାଟର ଥିଲା ମୁଁ କହିବା କଥା ପରିବାର ଭିତରେ ଦେଖନ୍ତୁ ମୋ ପରିବାରକୁ ମୁଁ ବାନ୍ଧିକି ରଖିଛି ମୋ ପରିବାରକୁ ଯେଉଁ ସ୍ନେହ ପ୍ରେମ ଡୋରିରେ ବାନ୍ଧିଛି ଯଦି ମୋ ଡୋରି ଯଦି ପତଳା ହେଇଯିବ ମୋ ପରିବାର ଭିତରେ ଯଦି ଫାଟ ଆସିବ ତାହେଲେ ତ ଆଉ ଜଣେ କିଏ ପଶିପାରିବ ଯଦି ମୋ ପରିବାରରେ ମୁଁ ଷ୍ଟ୍ରଙ୍ଗ ଅଛି ମୁଁ ସୁଦୃଢ଼ ଅଛି ମୋ ପରିବାରକୁ ଆସିବ କିଏ ଭାଙ୍ଗିବ କିଏ କାହାର ସାହସ ଅଛି ନା ଭାଙ୍ଗି ପାରିବ କିଏ ମୁଁ ଯେପର୍ଯ୍ୟନ୍ତ ନ ଚାହିଁଛି ମୋ ପରିବାରକୁ କେହି ଭାଙ୍ଗି ପାରିବେ ନାହିଁ ଏଇଟା ହେଉଛି ପ୍ରଥମ ପଏଣ୍ଟ ତୃପ୍ତି ଏବଂ ବାବୁ ତମେ ତମ ଭିତରର ରିଲେସନ୍କୁ ଠିକ୍ରେ ପରିଚାଳନା କରିଥାନ୍ତ ତାପରେ ଏ ଅଭିଯୋଗ ଆସିନଥାନ୍ତା ମୁଁ ଭାବୁଛି ଯେ ତମେ ଯଦି ତମ ଭିତରେ ସଠିକ୍ ଥାନ୍ତା ତମ ଭିତରେ ଯଦି କିଛି ପାଠ ନଥାନ୍ତା ତାହେଲେ ଏ ଅଭିଯୋଗ ବିନା କାରଣରେ ଗୋଟେ ଫ୍ରେଣ୍ଡସିପ୍କୁ ତମେ ଗୋଟେ ଭ୍ରମାତ୍ମକ ମାନସିକତାରେ ନେଇକରି ତମେ ଆଣିକି ଥୋଇଦେଲ ଗୋଟେ ଘର ଭଙ୍ଗା ବୋଲି ଯେଉଁ ଶବ୍ଦଟି କହିଲ ପରିବାର ଭାଙ୍ଗୁଛି ବୋଲି ଏ କଥାଟା ହୁଏତ ହେଇନଥାନ୍ତା ଯଦି ତମର ବଣ୍ଡିଂ ସଠିକ୍ ଥାନ୍ତା ମୁଁ ଚାହୁଁଛି ତମର ବଣ୍ଡିଂ ବି ସଠିକ୍ ରହୁ ଆଜି ବି କିଛି ସମୟ କୁଆଡ଼େ ଚାଲିଯାଇନି ଆମେମାନେ ସମସ୍ତେ ପରିଚିତ ପରିବାର ଓଡ଼ିଶା ମାଟିରେ ଓଡ଼ିଶାରେ ଆମେ ସମସ୍ତେ ପରିଚିତ ପରିବାର ପ୍ରତିଷ୍ଠିତ ପରିବାର ତେଣୁ ଏ ପରିବାର ଭିତରେ ଏମିତି ଘଟଣା ଆଗକୁ ଆଉ ନ ଘଟୁ ଏମିତି ଅପରାଧିକ ମାନସିକତାରେ ତମେ ନ ଆସ ତମେ ବି ନିଜେ ଗୋଟେ ଝିଅ ଆଉ ତମେ ଗୋଟେ ଝିଅ ହେଇକରି ଗୋଟେ ଝିଅକୁ ରାଜରାସ୍ତାରେ ମାଡ଼ଗୋଳ କରିବା ତାକୁ ଗୋଟେ ବେସାହାରା କଲା ଭଳି ତାର ଯେଉଁ ଦୟନୀୟ ଅବସ୍ଥା ମୋତେ ଦେଖିଲା ବାପା ହିସାବରେ ବହୁତ ଖରାପ ଲାଗିଲା ମୋତେ ଆଜି ବହୁତ ଖରାପ ଲାଗିଲା ମୋତେ ମାନେ ବିଚାରା ଯେଉଁ କହନ୍ତି ବିଚାରା ଆଜି ହେଇଗଲା ସିଏ ସେଟା ବହୁତ ଦୁଃଖ ଲାଗିଲା ଏତେ ଏଷ୍ଟାବ୍ଲିଶ୍ ତାର କ'ଣ ପ୍ରକୃତିର କେଉଁଥିରେ ଅଭାବ ଅଛି ଅଭାବ କେଉଁଥିରେ ନାହିଁ ତାର ଧନରେ ଅଭାବ ଅଛି ନା ମାନରେ ସମ୍ମାନରେ ଅଭାବ ଅଛି ନା ଘର ଦ୍ୱାର ନାହିଁ ନା ପରିବାରର ପ୍ରତିଷ୍ଠା ନାହିଁ କେଉଁଥିରେ ତାର ଅଭାବ ନାହିଁ ଆପଣ ବାପା ହିସାବରେ ପ୍ରକୃତି ମିଶ୍ରଙ୍କ ପାଇଁ ଥାନାରେ ଅଭିଯୋଗ କଲେ ଅପରାଜିତା ବି ଆଜି ଯାଇଥିଲେ ବହୁ ତୃପ୍ତିଙ୍କ ସହିତ ଥାନାରେ ଅଭିଯୋଗ କରୁଛନ୍ତି ତେଣୁ ଆପଣ ଯେଉଁ ଅପରାଜିତା ମ୍ୟାଡ଼ାମଙ୍କ ସହିତ କେବେ ଏ ବିଷୟରେ କଥା ହେଇଛନ୍ତି ଥାନା ପର୍ଯ୍ୟନ୍ତ କଥା ଗଲା ରାସ୍ତା ଉପରେ ଭିଡ଼ିଓ ଏଇଭଳିଆ ଭାଇରାଲ ମୁଁ ତାଙ୍କୁ ସେଇ ଯେଉଁ ଆପଣଙ୍କୁ କହିଲି ସେ ଯେଉଁ ଲାଷ୍ଟ ଟାଇମ୍ ଆସିଥିଲେ କଥା ହେବା ପାଇଁ ସେତିକିବେଳେ ମୁଁ କହିଥିଲି ଆପଣ ସମାଧାନ କରନ୍ତୁ ନହେଲେ ଆଇନର ବାଟକୁ ଯାଆନ୍ତୁ ଏବଂ ସେଦିନଠୁ ଆଜି ପର୍ଯ୍ୟନ୍ତ କୌଣସି କଥା ମୋ ପାଖରେ ନାହିଁ ତମେ ଯଦି ଏ କଥା ଘଟିଲା ତମେ ତ ଆଇନ ବାଟରେ ଯାଇପାରିଥାନ୍ତ ମୁଁ ଟିକିଏ ପାଖକୁ ବି କହିବି ସମ୍ମାନର ସହିତ କହିବି ଆପଣ ପରେ ଗଲେ ଅପରାଧ ଘଟେଇ ସାରିଲା ପରେ
ତାଙ୍କର କିଛି ଭୂମିକା ନାହିଁ ଅବଶ୍ୟ ତାଙ୍କ ସମୁଦ୍ରୀଙ୍କର ଭୂମିକା ଏଥିରେ ଅଛି ତାଙ୍କର ଭୂମିକା କିଛି ନାହିଁ ତାଙ୍କ ଭୂମିକା ତାଙ୍କ ସେ ମୁଁ ଯାହା ଜାଣିବାକୁ ପାଇଲି ଯେ ସେ ଘଟଣା ବିଷୟରେ ଜାଣିନଥିଲେ ଜାଣିଲା ପରେ ବୋହୂକୁ ନେଇକରି ଥାନାକୁ ଯାଇଛନ୍ତି କିନ୍ତୁ ଥାନାକୁ ଯିବାଟା ତ ପ୍ରଥମେ ଦରକାର ଥିଲା ଅପରାଧଟା ଘଟେଇ ସାରିକି ଥାନାକୁ ଯିବାର ଆବଶ୍ୟକତା କ'ଣ ଥିଲା ମୋ ପଏଣ୍ଟଟା ହେଉଛି ଏତିକି ଯଦି ପ୍ରକୃତି ଏଠି ତ ଏକ ରହୁନାହିଁ ସେ ବମ୍ବେରେ ଏଷ୍ଟାବ୍ଲିଶ୍ କରୁଛି ତାର ଏଷ୍ଟାବ୍ଲିଶମେଣ୍ଟରେ ହୁଏତ କାହା ମନ ଭିତରେ ଜେଲସନେସ୍ ଆସିଥାଇପାରେ ଇଟ୍ ମାଇଟ୍ ବି ଏ କନସ୍ପିରେସି ଷଡ଼ଯନ୍ତ୍ର ବୋଲି କୁହାଯାଇପାରେ ଗୋଟେ କ୍ୟାରିୟରକୁ ଡାଉନ୍ କରିବା ପାଇଁ ବି କିଛି ଆସିପାରେ ହେଇପାରେ ଏମିତି ବି ଗୋଟେ ମନ ଭିତରେ ଆସୁଛି ତ ଲେଟସ୍ ସି ଆଇନ ଯେହେତୁ ଆଇନର ମୁଁ ଆଶ୍ରୟ ନେଇଛି ଆଇନ କ'ଣ କରୁଛି ଆଇନ କେଉଁ ବାଟରେ ଯାଉଛି ଏବଂ ସେମାନେ ଯାଇକି କ'ଣ ଏଫଆଇଆର୍ କରିଛନ୍ତି ମୁଁ ଜାଣିନି ସେମାନେ ଆଇନ ତ ମୋତେ ଡାକିବ ଥାନା ମୋତେ ଡାକିବ କିନ୍ତୁ ମୋତେ ଡାକିବା ପୂର୍ବରୁ ମୁଁ ଭାବୁଛି ଯେ ଯେଉଁ ଲୋକଟା ଆଇନକୁ ହାତକୁ ନେଇଛି ତାକୁ ଆଗ ଡକା ହେବ କାରଣ ସେମାନେ ଅପରାଧ ଘଟେଇଛନ୍ତି ସେ କ୍ରାଇମ୍ ସେମାନେ କରିଛନ୍ତି କ୍ରାଇମ୍ କରିବା ପୂର୍ବରୁ ଯଦି ସେମାନେ ଡାଇରେକ୍ଟଲି ଥାନାକୁ ଯାଇଥାନ୍ତେ ହୁଏତ ଭଲ ହେଇଥାନ୍ତା କଥାଟା ତର୍ଜମା ହେଇଥାନ୍ତା କାହାର ଭୁଲ କାହାର ଠିକ୍ ସେ କଥାଟା ହେଇଥିଲେ ଭଲ ହେଇଥାନ୍ତା ମୋ ମତରେ ଆପଣ କହୁଛନ୍ତି ସନ୍ଦେହ ଦୃଷ୍ଟିରୁ ଏଭଳି ହେଇଛି ମିସ୍ଅଣ୍ଡରଷ୍ଟାଣ୍ଡିଂ ବା ହେଇଛି କିଛି ସତ୍ୟତା ନଥିଲେ କିଏ ସନ୍ଦେହ କରିବ କି ହଁ ସନ୍ଦେହ କରିବାରେ ଆପଣ ଏଠି ମୋ ପାଖରେ ବସିଛନ୍ତି ମୁଁ ଆପଣଙ୍କୁ ହଠାତ୍ ସନ୍ଦେହ କରିବି ମୋ ମାନସିକତା କ'ଣ ଆପଣ ଜାଣିନାହାନ୍ତି ମୋ ମାନସିକତା କ'ଣ ଜାଣିନାହାନ୍ତି ମୁଁ ଏଠି ବସିଛି ହଠାତ୍ ମୋର ଆପଣ ଗଲା ପରେ ମୋ ମୋବାଇଲଟା ମିସ୍ ହେଇଯିବ ମୋ ମନ ଭିତରେ ସନ୍ଦେହ ଆସିବ ଯେ ଆପଣ ଆସିଥିଲେ ମୋବାଇଲଟା ହାତ ମାରିଦେଲେ କି ଏମିତି ସନ୍ଦେହ ଆସିବାରେ ଅସୁବିଧା କିଛି ଅଛି କି ଆପଣ ନିଜେ କୁହନ୍ତୁ ଗୋଟେ ବାସ୍ତବତାର କଥା କହୁଛି ମୁଁ ତେଣୁ ସନ୍ଦେହ କେତେବେଳେ କେଉଁ ମୁହୂର୍ତ୍ତରେ କାହା ପାଇଁ କେଉଁ ବାବଦରେ ଆସିବ ତାର କିଛି ହିସାବ ନାହିଁ ସନ୍ଦେହ ସେମିତି ଏକ ଜିନିଷ କେବଳ ସନ୍ଦେହର ଜିନିଷ ଯଦି ପ୍ରମାଣ ଅଛି ମୁଁ କହିବା କଥା ପ୍ରମାଣ ନେଇକି ଆସନ୍ତୁ ଆଇନ ବାଟରେ ଆସନ୍ତୁ ଲଢ଼ନ୍ତୁ ନାଇଁ ଯଦି ଆପୋଷ ସମାଧାନ କରିବାର ଅଛି ଆପୋଷ ସମାଧାନ କରନ୍ତୁ ଏଇଟା ହେଉଛି ସେମାନଙ୍କ ପରିବାରର କଥା ମୋ ପରିବାରର କଥା କିଛି ନାହିଁ ମୁଁ ଅନ୍ତିମରେ ଏତିକି ଚାହିଁବି ଯେ କୌଣସି ପରିବାର ଭାଙ୍ଗି ନଯାଉ ତୃପ୍ତି ବାବୁଙ୍କ ଭିତରେ ଯଦି କିଛି ମନୋମାଳିନ୍ୟ ହୋଇଛି ତାଙ୍କର ପାରିବାରିକ ଯଦି କିଛି ଫାଟ ସୃଷ୍ଟି ହେଇଛି ସେଟା ସେମାନେ ଦୁଇ ପରିବାର ବସିକରି ସେଟା ସମାଧାନ କରିଦେବାଟା ସେ ମୋ ପରିବାରର କିଛି ଭୂମିକା ତା ଭିତରେ ନାହିଁ ସେମାନେ ପ୍ରକୃତିକି ଟାଣିଛନ୍ତି ପ୍ରକୃତି ଟାଣିଲେ ବି ୟାର ପରବର୍ତ୍ତୀ ପର୍ଯ୍ୟାୟର ଫଳାଫଳ ମୋତେ ଦିଶୁଛି କାରଣ ପ୍ରକୃତି କାଲି ସକାଳେ ପୁଣି ବମ୍ବେ ଯିବ ବମ୍ବେରେ ରହିବ ତାର ସେ ବମ୍ବେରେ କାମ କରୁଛି ଏଠି କିଛି ସମ୍ପର୍କ ରହିବନି ଏତିକି କହିବି ଯେ ଗୋଟେ ପରିବାରକୁ ଗଢ଼ିବାକୁ ହେଲେ କିଛି ତ୍ୟାଗର ଆବଶ୍ୟକତା ଅଛି ବାବୁ ଏବଂ ତୃପ୍ତି ବାବୁକୁ ବିଶେଷ କରି କହିବି ଯେ ତମର ନିବିଡ଼ତା ବନ୍ଧୁତ୍ୱର ନିବିଡ଼ତା ଯଦି ପରିବାର ପ୍ରତି ବିପଦ ହେଉଛି ପରିବାର ଭାଙ୍ଗିବା ପାଇଁ ଯଦି କଥା ଗଲାଣି ତାହେଲେ ତମେ ସେ ବନ୍ଧୁତ୍ୱକୁ ତ୍ୟାଗ କରିଦିଅ ମୁଁ ଏତିକି କହିବି ଆଉ ପ୍ରକୃତିକି ମଧ୍ୟ ସେ ଏକା କଥା କହିବି ଯଦି ତମ ବନ୍ଧୁତ୍ୱ ପାଇଁ ଆଉ ଗୋଟେ ପରିବାର ଯଦି ଭାଙ୍ଗି ଯିବାକୁ ବସୁଛି ତାହେଲେ ତମର ସେ ବନ୍ଧୁତ୍ୱକୁ ତ୍ୟାଗ କର କାରଣ ତ୍ୟାଗ ତ କରିବାକୁ ପଡ଼ିବ ତ୍ୟାଗ ନ କଲେ ଗଠନ ହୋଇପାରିବନି ସମାଜ ଗଠନ ହୋଇପାରିବନି ପରିବାର ଗଠନ ହୋଇପାରିବନି ତ୍ୟାଗ କର ଏହି ଘଟଣାଟି ଘରୁ ରାସ୍ତାକୁ ଯାଇଛି ରାସ୍ତାରୁ ଥାନାକୁ ଗଲାଣି ଆପଣ ଜଣେ ବାପା ହିସାବରେ କିମ୍ବା ଜଣେ ମଣିଷ ହିସାବରେ ସମାଧାନ ପାଇଁ କ'ଣ କରିବେ ନା ପୁଣି ସେଇ ଆଇନର ଜାଲରେ ଛନ୍ଦି ହେବେ ଆଇନ ବାଟରେ ସମାଧାନ କରିବେ କି ନା ବ୍ୟକ୍ତିଗତ ପ୍ରୟାସ କରିବେ କିପରି ସମାଧାନ ହେବ ମୋର ଏଥିରେ କୌଣସି ପ୍ରକାର ଭୂମିକା ନାହିଁ ମୁଁ କେବଳ ଏତିକି ଅନୁରୋଧ କରିବି ଦୁଇ ପରିବାରଙ୍କୁ ଟିକି ଅପାଙ୍କ ପରିବାରକୁ ଏବଂ ଲଳିତ ବାବୁଙ୍କ ପରିବାରକୁ ସେମାନେ ତାଙ୍କ ଭିତରେ ବସିକରି ବାବୁ କାହିଁକି ଏମିତି ଗୋଟେ କଥା ଘଟଣା ଆସିଲା ଗୋଟେ ଫ୍ରେଣ୍ଡସିପ୍ଟାକୁ ଗୋଟେ ବିୟଣ୍ଡ ଫ୍ରେଣ୍ଡସିପ୍ର ଯେଉଁ ଆସିଲା ଯେଉଁ କଥାଟି ସେ ଆଲୋଚନାଟି ଆସିଲା ସେଟା କାହିଁକି ଆସିଲା ସେଟା ସେମାନେ ବାବୁ ସାଙ୍ଗେ ଆଲୋଚନା କରନ୍ତୁ ବାବୁ ଏବଂ ତୃପ୍ତିକି ସେମାନେ ଛାଡ଼ି ଦିଅନ୍ତୁ ଗୋଟେ ସୁଖର ସଂସାର ସେମାନେ କରନ୍ତୁ ମୁଁ ବି ସେୟା ଚାହୁଁଛି କାରଣ ମୁଁ କେବେ ଚାହିଁବିନି କାହାର ପରିବାର ଭାଙ୍ଗି ଯାଉ ବୋଲି ଆଉ ପ୍ରକୃତିର ଭୂମିକାକୁ ନେଇକରି ଯଦି ସନ୍ଦେହ ରହୁଛି ତାହେଲେ ମୁଁ ଏତିକି କହିବି ନିଶ୍ଚିତ ଭାବରେ ଯେ ଆଗକୁ ଫ୍ରେଣ୍ଡସିପ୍କୁ ସାକ୍ରିଫାଇସ୍ କରିବାକୁ ପଡ଼ିବ ଉଭୟଙ୍କୁ ବାବୁକୁ ସାକ୍ରିଫାଇସ୍ କରିବାକୁ ପଡ଼ିବ ପ୍ରକୃତିକି ସାକ୍ରିଫାଇସ୍ କରିବାକୁ ପଡ଼ିବ ଏକ୍ସେପ୍ଟ ଏ ପ୍ରଫେସନାଲ୍ ୱାର୍କ କାଲି ସକାଳେ ଯଦି କୌଣସି ପ୍ରଯୋଜକ ନିର୍ଦ୍ଦେଶକ ବାବୁକୁ ହିରୋ ପ୍ରକୃତିକି ହିରୋଇନ୍ ନେବେ କେବଳ ସେ ପ୍ରଫେସନାଲ୍ ଫିଲ୍ଡରେ ଯେତିକି ଦେଖା ସାକ୍ଷାତ ଯେତିକି ଅଭିନୟର କଥାବାର୍ତ୍ତା ସେତିକି ରହିବ ରିଲ୍ ଲାଇଫ୍ ପାଇଁ ଠିକ୍ ଅଛି ରିଅଲ୍ ଲାଇଫ୍ରେ ସେମାନେ ଫ୍ରେଣ୍ଡସିପ୍କୁ ତ୍ୟାଗ କରନ୍ତୁ ଏତିକି ମୁଁ ନିଶ୍ଚିତ ଭାବରେ ଆପଣଙ୍କ ମାଧ୍ୟମରେ ସମସ୍ତଙ୍କୁ କହିବି ଏବଂ ଆଉ ସମସ୍ତଙ୍କୁ କହିବି ଯେ ଆଜି ସେଲିବ୍ରିଟି ହିସାବରେ ଏତିକି ଘଟଣା
घटीगला जो सारा गणमाध्यम आज दिन सारा ये चर्चा चलती आज मानसिक स्तर में बहुत भाराक्रांत होती मर्माहत होती कारण मो झीर कथा आउ झील को मुझे भल कि जानी सी इज भेरी मच फोकस्ड इन आवर प्रोफेशन जदि फोकस्ड न था ताहले स्टेप बाय स्टेप तार आज डेभलपमेंट चली जी वेवार्ड होता सी आज कुआड़े रसा तल को चली जाता कुआड़े ये आम परिवार भी छिन छत्र हो सारता किंतु आज तार निजर कर्म एस्टाब्लीश करुच्ची मत कन्भिन्स करुच्ची सी ता लाइन रे ठीक अच्छी ता लाइन रे से ठीक अच्छी कारण गोटे पर गोटे अचिवमेंट जो नेशनल लेवल रे काम करता से नेशनल लेवल रे आज से एस्टाब्लीश करुच्ची ओडिशा प्रेम ओडिशा जिते काम पड़ुची काम आसूची से पुणी एगेन जाऊँगी बॉम्बे पाई आउ से जो सामयिक आसूची से तक मुझे चेष्टा करी निश्चित चेष्टा करी ना निश्चित भाव में यह सफल रूपायन करी जे से फ्रेंडशिप कटि जाऊ आज घटना पर आपण झील प्रकृति मिश्र और बाबूसान सहित सीधा साल कथा होती कि किपरि समाधान हम से विषय कथा कथा समाधान कथा से तो बर्तन से चेन्नई रे झील बर्तन जा चेन्नई रे अच्छी पुओ पाखे जाइए मोर मो पुओ चेन्नई रे रहे एस्टाब्लिश्ड चेन्नई तो सेठी सी अच्छी बर्तमान आज से माने भी बहुत माने मानसिक स्तर में बहुत अशांति अच्छा एंड जिते बड़े मु कथा हेली से प्रकृति मध्य बहुत डिस्टर्ब थिला एंड लिटरली सी वाज क्राइंग जे एमती गोटे घटना घटला बोली आ मते कहला जे एथरे केवल फ्रेंडशिप छड़ा आ किछि ही नाही आउ सेटा को सी बहुत बड़ आकार कर दैछंती आउ जोटा कि मर्माहत कला मते बापा हिसाब रे गोटे झीर एमती गोटे दयनीय अवस्था गोटे राजरास्ता रे आउ गोटे परिवार द्वारा सही हेलानी किंतु मु तो आउ सेमती नुहे जे माने गोटे किए मते कामुडला मु ताको कामुड देबी किंतु मो पाखे तो बाट अछि आईन जोथ पे मु आउ भिंडिक्टिव न होई करी मु आईन आश्रय नापी गली और जीवन सारा मुझे आईन आश्रय ही जाए तो जीवन में एमती केवे इनसीडेंट आसी ना सब बेले संकल्प कर जहाँ भी विपद आसू जदि केवे किसी इनसीडेंट आसे आईन सहायता ही समाधान करी आईन जहाँ कह से ही चली आपण मानसिक स्थिति आम बुझीपारचु आपण आलोचना अनुमति देथिबार धन्यवाद शुणुले मनमथ मिश्र ठारू जे आज घटना को से सन्देह बोली कहते एवं गोटे मिसअंडरस्टैंडिंग ये घटना होती उभय पक्ष किपरि समाधान हेब जो दोष लगुच प्रकृति मिश्र उपरे किपरि समाधान हेब एवं बाबूसान को एवं प्रकृति मिश्र को उभय को से सजेस्ट करिसेंती जे ए बंधुत्व को ब्रेक दिया जाओ एवं बंधुत्व दूरे रुहतु कारण ये बंधुत्व यदि विवाद सृष्टि करुच्ची तेणु ये बंधुत्व दूरे रहा भल। भुवनेश्वर कैमरा पर्सन गगन आशीष कुमार राउत ओडिशा भास्कर।